ଜାଣିବ କେମିତି? ଗଣିଲେ ଜାଣିବ। ହେଇ ଦେଖା ହେଉଛି ଭାଇ ଚିନ୍ତା ସେମ୍ ଧାନ ତ ହେଇ ସେମ୍ ଚିନ୍ତା ଆଉ। ସେମ୍ ଧାନ ସେମ୍ ଚିନ୍ତା। ଧାନ ମଧ୍ୟ ଭଲ ହେଇଛି ଏଥର। ଆଉ କ'ଣ ଦେଖିଲ ସବୁ ବିଲର ପରିସ୍ଥିତି କ'ଣ? ଏପଟେ ଆମ କଦଳୀ ଗଛର କଦଳୀ ମଧ୍ୟ ଗୋଟେ କାନ୍ଦି ହେଇଛି। ପାଚଲା କଦଳୀ ବାଉଙ୍ଗାରେ ନୁଚି ଯାଇଛି। ଆହାର ନେଇଯାଇଥିଲା ସେଥିପାଇଁ କିଛି ଧାନ ହବ, ତଥାପି ଆହୁରି କିଛି ଅଗାଡ଼ି ହେଇଯିବ, କାହିଁକିନା ଶୋଇଗଲା ପରେ ସିଏ ଆଉ ଆହାର ନେବ। ଇଏ ଧାନ ଆଉ କେତେ ଦିନ କଟା ହବ କୁନା? ଆଉ 10-12ଟା ଖରା। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସକାଳୁ ସକାଳୁ ସମୟ ବର୍ତ୍ତମାନ ହେଇଗଲାଣି 9:30 10ଟା ପାଖାପାଖି ହେଇଯିବ। ଆଜି କାଉଁଳିଆ କାଉଁଳିଆ ପାଗ କରିଛି, ଖରା ମଧ୍ୟ ଦେଖିପାରୁଥିବେ ଅଳ୍ପ ଅଳ୍ପ ଖରା ମଧ୍ୟ ଆସିଛି। ଠିକ୍ 4ଟା ବେଳ ହେଲା ବେଳକୁ ପ୍ରତ୍ୟେକ ଦିନ ବର୍ଷା ପବନ ଆସିକି ଆମ ଧାନ ଫାନ ସବୁ ଛାରଖାର କରିଦେଲାଣି। ଆଜି ଦେଖେଇବି ଆପଣମାନଙ୍କୁ ନିଶ୍ଚିନ୍ତ, ବିଲକୁ ଯିବି ନିଶ୍ଚିନ୍ତ ଦେଖେଇବି ଆପଣମାନଙ୍କୁ ଧାନର ଅବସ୍ଥା କ'ଣ କଲାଣି। ସବୁ ନଷ୍ଟଭଷ୍ଟ ହେଇଗଲାଣି। ପବନ ଜୋର ହେଉଛି 4ଟା ବେଳିଆ। ଆଉ ବାକି ରହିଲା ବର୍ଷା ତ ହେଉନି। ବର୍ଷା ଯଦି ହୁଅନ୍ତା, ବର୍ଷା ପାଣି ପାଇଁ ଟିକେ ଆବଶ୍ୟକ ରହିଛି, କିନ୍ତୁ ବର୍ଷାର ଦେଖା ଦର୍ଶନ ନାହିଁ। ପାଣି ଯେମିତିକି ସେମିତି ରହୁଛି, ପାଣି ମଟରରେ ଦେବାକୁ ପଡ଼ୁଛି, କିନ୍ତୁ ପବନ ହେଇକି ଧାନ ଗୁଡ଼ାକୁ ସବୁ ଶୋଇ ପକାଉଛି, ନଷ୍ଟଭଷ୍ଟ କରିଦେଉଛି। ଏବେ ପାଗିଳି ପାଖକୁ ଟିକେ ଯିବା। ଏବେ ସାଙ୍ଗମାନେ ପାଗିଳି ପାଖକୁ ଆସିଗଲୁ। ପାଗିଳି ଟିକେ କହିଦେ ସମସ୍ତଙ୍କୁ ଟିକେ ଗୁଡ୍ ମର୍ଣ୍ଣିଂ। ଆଉ ଭିଡ଼ିଓଟାକୁ ଲାଇକ୍ କରିବ କିଏ କହିବ? ଭିଡ଼ିଓଟାକୁ ଟିକେ ଲାଇକ୍ କରିଦେବେ। ପାଗିଳି ଏବେ କହିଦେଲା। ଚାଲନ୍ତୁ ଏବେ ଆଈ ପାଖକୁ ଯିବା। ଆଈ ଏଇଠି କେଉଁଠି ଥିଲା। ଆଈ ଆସି ଏପଟେ ଘରେ ଖାଇ ପିଇକି ଶୋଇଛି। ଆଈ ଟିକେ ଗୁଡ୍ ମର୍ଣ୍ଣିଂ କହିଦେ। ଗୁଡ୍ ମର୍ଣ୍ଣିଂ ଆଈ ମଧ୍ୟ କହିଦେଲା। ଏପଟେ ଟୁଣୁକୁ ଦେଖିପାରୁଥିବେ, ତାର ବି ଗୋଟେ ମୋବାଇଲ ଦରକାର ହେଲାଣି। ଟୁଣୁ କ'ଣ ହେଉଛି ସେ ଫୋନ୍ ଧରିକି କ'ଣ ହେଉଛି ଲୋ? ସିଏ ଫୋନ୍ ଧରି ମଧ୍ୟ ଫୋନ୍ରେ କଥା ହେବାକୁ ଚେଷ୍ଟା କରୁଛି। ଏବେ ବାହାରିଲି ବିଲକୁ। ଏପଟେ ଦେଖିପାରୁଥିବେ ବାପା ପୁରା ଘାସ କାଟିକି ଗଦା କରିଦେଇଛନ୍ତି, ମେଞ୍ଚେ ଘାସ ଗାଈ ଖାଇବା ପାଇଁ। ଏପଟେ ଆମ ପାଳ ସବୁ ଧାନ ହେଇଗଲା ଦେଖିପାରୁଥିବେ। ଏପଟେ ଆମ କଦଳୀ ଗଛର କଦଳୀ ମଧ୍ୟ ଗୋଟେ କାନ୍ଦି ହେଇଛି। ପାଚଲା କଦଳୀ ବାଉଙ୍ଗାରେ ନୁଚି ଯାଇଛି। ଏପଟେ ଦେଖିପାରୁଥିବେ ଆମ ପାଳରେ ଗାଈ ବନ୍ଧା ହେଇଗଲାଣି, ମାନେ ଆଉ ଫସଲ କିଛି ନାହିଁ। ସବୁ ଧାନ ଗଛ ହେଇଗଲା, ଖାଲି ଭେଣ୍ଡି ଅଳ୍ପ 2-2ଟା ବାହାରୁଛି। ଆଉ ପାଳରେ ସେମିତି କିଛି ନାହିଁ, କେବଳ ମକାଟିଏ ଅଛି। ମକା ତୋଳା ଯାଇନି, ମକା ଟିକେ ପାକଳ ହେଲେ ତୋଳାଯିବ, ସେଥିପାଇଁ ଅପେକ୍ଷା। ଏପଟେ ରହିଛି ବାଇଗଣ ଗଛ। ଆଜି ପୁରା କୋହଲା କୋହଲା ବର୍ଷା ପାଗ। ଗରମ ମଧ୍ୟ ଜୋର ହେଉଛି, ଗୁଳୁଗୁଳି ଟାଇପ୍ର ହେଉଛି। ବାଇଗଣ ଆଗକୁ ମଧ୍ୟ ରହିଛି ଲଙ୍କା ଗଛ। ମା ଡଗରଶୁଣୀଙ୍କ ମନ୍ଦିର, ଆମ ଟିକି ଛଣ ଗଦା। ତାପରେ ପାଇପ୍ ବାପା ପକେଇ ଦେଇଛନ୍ତି, କାହିଁକିନା ପବନ ହେଉଛି, କେତେବେଳେ ଉଡ଼ି ଯାଇପାରେ। ଦେଖିପାରୁଥିବେ ମା ଡଗରଶୁଣୀଙ୍କ ମନ୍ଦିର। ମନ୍ଦିର ପାଖରେ ବିଶ୍ରାମ ନେବା ପାଇଁ ନଟ ସାନ୍ତ ବସିଛନ୍ତି। ସାନ୍ତ ବିଲୁରୁ ଆଇଲଣି? ଆଉ କ'ଣ ଦେଖିଲ ସବୁ ବିଲର ପରିସ୍ଥିତି କ'ଣ? ଏ ପବନ ଯାହା କରୁଛି ସବୁ। ସାନ୍ତ ମଧ୍ୟ ସେଇ କଥା କହୁଛନ୍ତି, ପବନ ଯାହା କରୁଛି ଅବସ୍ଥା। ଧାନ ହବ ନା ଏଥର? ଆମ ହାତରେ କହିବା କଥା ନା, କହିପାରିବା ଆମେ କ'ଣ କରିବା? ଆମ ହାତରେ ତ କିଛି କଥା ନାହିଁ, ସବୁ ସେଇ ମାଆଙ୍କ ହାତରେ କଥା। ସେ ମା ଯାହା କରିବେ ଆଉ, ଆମେ କିଛି କରିପାରିବାନି। ଏବେ ଚାଲନ୍ତୁ ଦେଖାଉଛି ଆପଣମାନଙ୍କୁ କେମିତି ସବୁ ଧାନର ଅବସ୍ଥା ହେଇଛି। ଏପଟେ ସାଙ୍ଗମାନେ, ଏପଟେ ଆମର ଏଇ ଜମିଟା ପୁରା ପଛରେ ଚାଷ ହେଇଥିଲା। ପୁରା ସବା ଲାଷ୍ଟରେ ଆମେ ଗାଡ଼ି ଧୋଇବା ପୂର୍ବ ଦିନ ଏଇ ଜମି ହଳ କରିକି ଚାଷ କରିଥିଲୁ। ଏ ଜମି ଗୋଟେ ବିହନ, କମ୍ ଦିନର ବିହନ ଜଣେ ଭାଇ ଦେଇଥିଲେ, ପକେଇ ଦେଇଥିଲୁ। ସେ ପୁରା ଦେଖନ୍ତୁ ଆଉ ଅଳ୍ପ ଦିନର ପାଚିଯିବ, ପୁରା ଧାନ ଚାଉଳ ବସିଗଲାଣି। ଏଇ 2 ଖଣ୍ଡ, ଆଉ ତା ତଳକୁ ମଧ୍ୟ ପଛ କାମ ଅଛି, ସିଏ ହେଇନି କିଛି। ଏଇଟା ଟିକେ କମ୍ ଦିନ ବିହନ।
ଏପଟେ ଗୋଟେ ଗାଈ ବନ୍ଧା ହେଇଛି ଆରାମରେ ତାର ଘାସ ଚରିବାରେ ଲାଗିଛି। ଏପଟେ ଆଗରେ ସାଙ୍ଗମାନେ ଆନନ୍ଦ ବାବୁ ଅଛନ୍ତି। ଆନନ୍ଦ ବାବୁଙ୍କୁ ଟିକେ ଦେଖା କରି ଯିବା। ଏ ଧାନ ସବୁ ପଛରେ ହେଇଥିଲା, ସେଥିପାଇଁ ଇଏ ସବୁ ସୁରକ୍ଷିତ ଅଛି। ଯେଗୁଡ଼ା ସବୁ ଆଗରେ ହେଇଥିଲା ସେଗୁଡ଼ାକୁ ପବନ ପୁରା ମଳା ମଳାକିଆ ଶୋଇ ପକାଉଛି 4ଟା ବେଳେ ହେଇକି। ଏପଟେ ଆନନ୍ଦ ବାବୁ ପୁରା ଘାସ କାଟିକି ରେଡ଼ି କରିଦେଇ ସାରିଲେଣି। କୁନା ନା ସେଟା କ'ଣ ବାନ୍ଧି ହଉନି ନା କ'ଣ? ଆଉ କ'ଣ ଧାନ ଖବର ସବୁ ଦେଖୁଛ କ'ଣ? ଠିକ ଅଛି, ସେଇ ପତ୍ର ହେଇଗଲା ଟିକେ, ସେଇ ପଡ଼ିଗଲା ଆଉ ହାଇଟ୍ ହେଇଗଲା। ହାଇଟ୍ ଅଧିକା ପାଇଁ ପଡ଼ିଗଲା ନା। ଏପଟେ ଅଭିଧାଙ୍ଗ ଧାନ, ଅଭିଧାଙ୍କର ଶୋଇନି, କିଛି ନଷ୍ଟ ବି ହେଇନି, ଧାନ ମଧ୍ୟ ପାଚି ଆସିଲାଣି। ଇଏ ଧାନ ଆଉ କେତେ ଦିନ କଟା ହବ କୁନା ନା? ଆଉ 10-12ଟା ଖରା, ଆଉ 10-12ଟା ଖରାରେ ରେଡ଼ି ହେଇଯିବ। ଖରା ତ ହଉନି, 4ଟା ବେଳେ ହେଲେ ପବନ, ଦିନ ମାନେ କାଉଁଳିଆ ବର୍ଷା, କ'ଣ କରାଯିବ? ଏପଟେ ଦେଖିପାରୁଥିବେ, ଏପଟ ପାଖ ଜମି ଅଭିଧାଙ୍କର ଶୋଇନି, କିନ୍ତୁ ଏପଟେ ଦେଖନ୍ତୁ ଆମ ଜମି ଦେଖନ୍ତୁ ମଳା ମଳାକିଆ କେମିତି ଶୋଇପଡ଼ିଛି। ମାନେ ପବନଟା କୁନା ନା ଆମ ଜମି ବାଛିକି ପବନଟା ଦଉଛି କି ଆମ ଜମିକି? ନା ତମ ଜମି ବାଛିକି ସାର ପକା ହେଇଛି। ଓ ବାଛିକି ସାର, ତେଣୁକରି ସେ ଶୋଇଲା ନା। ତେଣୁକରି ସେ ଶୋଇଲା ସାର ପାଇଁ ନା। ଆଚ୍ଛା, ଆଉ ଇଏ ଅଭିଧାଙ୍କର ଟିକେ ସାର କମ୍ ପାଇଛି ନା? କମ୍, ଟିକେ ବଢ଼ିବା କମ୍। ସାର କମ୍, ଟିକେ ବଢ଼ିବା କମ୍, ଫଳ ବି ମଧ୍ୟ କମ୍, ସେଟା କହୁନା। ନା ଫଳ କେମିତି ଏକା ହବ? ଫଳ ବି ସେଇଆ, ଗଛଟା ଖାଲି ହାଇଟ୍ ହେଇଗଲେ ହବ। ଏବେ ସାଙ୍ଗମାନେ କୁନାନା ଆସିଗଲେ ଧାନ ଚେକ୍ କରିବା ପାଇଁ। ଅଭିଧାଙ୍କ କିଆରି ଛିଞ୍ଚା, ଏପଟେ ରହିଲା ଅଭିଧାଙ୍କ କିଆରି, ଏପଟଟା ରହିଲା ଆମ କିଆରି। 2ଟି ଛିଞ୍ଚା ସେ ପରୀକ୍ଷା କରିବେ ବର୍ତ୍ତମାନ। ପରୀକ୍ଷା କରି କହିବେ କେଉଁ ଧାନଟା ଭଲ ହେଇଛି। ସେ ବିଷୟରେ ଏବେ ଗବେଷଣା ଚାଲିଛି, ଦେଖିପାରୁଥିବେ। 2ଟି ଛିଞ୍ଚା ଦେଖୁଛନ୍ତି। ଏବେ ଗବେଷଣା ଚାଲିଛି। ଧାନ କ'ଣ ଗଣୁଛ ନା କେମିତି ଜାଣିବ? ଜାଣିବ କେମିତି? ଗଣିଲେ ଜାଣିବ, ହେଇ ଦେଖା ହେଉଛି ଭାଇ ଚିନ୍ତା, ସେମ୍ ଧାନ ତ ହେଇ ସେମ୍ ଚିନ୍ତା ଆଉ। ସେମ୍ ଧାନ ସେମ୍ ଚିନ୍ତା, ଧାନ ମଧ୍ୟ ଭଲ ହେଇଛି ଏଥର। କିନ୍ତୁ ଭଗବାନଙ୍କ ଦୟାରୁ ଯଦି କଟାକଟି ସୁରକ୍ଷିତରେ ହେବ ତାହେଲେ ଟିକେ, କେବଳ ୟାର ଗଛଟା ହାଇଟ୍, ଆଉ କିଛି ନୁହେଁ। ଚିଞ୍ଚା ହାଇଟ୍ କେଉଁଠୁ ଆସିବନି, ସମାନ ପା। ଫଳ ଏକା ନାହିଁ, ଖାଲି ଗଛ ଟିକେ ଆମର ବଢ଼ିଗଲା, ଆମର ସେଥିପାଇଁ ଶୋଇଯାଉଛି। ୟାର ପାସ୍ କରୁନି, ୟାର କ'ଣ ପତ୍ର ଆସୁଛି, ଟିକେ ପତ୍ର ଆସୁଛି, ପତ୍ର ଏତେ ନାହିଁ, ପାସ୍ କରିଯାଉଛି କିଛି ହାୱା। ଏବେ ଆଗକୁ ଯାଇ ଦେଖାଉଛି ଆପଣମାନଙ୍କୁ ଆମ ଧାନ ସବୁ କେମିତି ଶୋଇଯାଇଛି ପବନରେ। ଏଠି ଟିକେ କମ୍ ଶୋଇଛି, ଆଗରେ ବହୁତ ମାତ୍ରାରେ ଶୋଇଯାଇଛି। ଏପଟ ଧାନ ଦେଖିପାରୁଥିବେ ସାଙ୍ଗମାନେ କେମିତି ସବୁ ଛିଡ଼ା ହେଇଛି, କିନ୍ତୁ କିଛି ଜମି ଶୋଇଯାଇଛି ଧାନ ପୁରା ଆମର। ଦେଖିପାରୁଥିବେ ଏପଟେ ପବନ ପୁରା ଛାରଖାର କରିଦେଇଛି ଧାନକୁ। ଧାନର ଅବସ୍ଥା କେମିତି ସବୁ ଏପଟ ଦେଖନ୍ତୁ। ପୁରା ଟୋଟାଲ ଶୋଇଯାଇଛି, ଏ ଏରିଆ ଧାନ ଟୋଟାଲ ଶୋଇଯାଇଛି। ଏ ଧାନ ଟିକେ ଆହାର ନେଇଯାଇଥିଲା, ସେଥିପାଇଁ କିଛି ଧାନ ହେବ, ତଥାପି ଆହୁରି କିଛି ଅଗାଡ଼ି ହେଇଯିବ, କାହିଁକିନା ଶୋଇଗଲା ପରେ ସେ ଆଉ ଆହାର ନେବନି। ଯଦି ଆଉ 8 ଦିନ ପୂର୍ବରୁ ଏମିତି ହେଇଥାନ୍ତା, କେଶର ଉଡ଼େଇଲା ସମୟରେ ସେ ଟୋଟାଲ ଧାନ ଅଗାଡ଼ି ହେଇଥାନ୍ତା। ଏପଟ ଧାନ ଠିଆ ହେଇଛି, କିନ୍ତୁ ଏପଟରେ ସବୁ ଶୋଇଯାଇଛି। ଏପଟ ଜମି ମଧ୍ୟ ଅଳ୍ପ ମଳେ ମଳକିଆ ଶୋଇଛି, ଦେଖିପାରୁଥିବେ ଜାଗେ ଜାଗେ ମଳେ ମଳେ ଶୋଇଛି। ଏଇପଟରେ ଅଧିକ ଶୋଇଛି, ସେ ଆଗରେ ମଧ୍ୟ ସବୁଗୁଡ଼ା ଶୋଇଯାଇଛି। ଏମିତି ରହିଛି କଥା।
ପ୍ରକୃତି ପାଖରେ କେହି ବି ପାରିନାହାନ୍ତି। ପ୍ରକୃତିର ଯାହା କରିବାର ଥିବ ସିଏ ହିଁ କରିବ। ଆମେ କେବଳ କର୍ମ ହିଁ କରି ଚାଲିଛୁ, ସବୁ ଭଗବାନଙ୍କ ଉପରେ ଛାଡ଼ି ଦେଇଛୁ। ଧାନ ମଧ୍ୟ ଖୁବ୍ ସୁନ୍ଦର ମଞ୍ଜାରୁ ପାଚି ଆସିଲାଣି, ଦେଖିପାରୁଥିବେ। ଆଉ 6-7 ଦିନ ପରେ ଧାନ କଟା ହେଇଥାନ୍ତା, କିନ୍ତୁ ଏମିତି ଅବସ୍ଥା କରିଛି ପବନ, ଦେଖିପାରୁଥିବେ। ଏପଟେ ପୁରା ପଟ୍ଟା ଭଳିଆ ଶୋଇଯାଇଛି ସବୁ। ପ୍ରାୟତଃ ସବୁ ଜମି ବି ଧାନ ଶୋଇଯାଇଛି ଏପଟରେ। ଏଇପଟରେ କିଛି ଛିଡ଼ା ହେଇଛି ଧାନ, ନହେଲେ ଏପଟ ତଳ ଆଡ଼କୁ ସବୁ ଜମି ଶୋଇଯାଇଛି ପୁରା। ଧାନ ବି ନଷ୍ଟ ବି କିଛି ହେଇଛି, ଦେଖିପାରୁଥିବେ। ଝଡ଼ିକି ମଧ୍ୟ ପଡ଼ିଛି କିଛି ମାଟିରେ।